এই 34টা ରୀତି ବା 34ଟି ପଦର ସମାହାର ବିଶିଷ୍ଟ ଯେଉଁ ଗୀତିଗୁଚ୍ଛ ବା କବିତା ତାକୁ 34 କୁହାଯାଏ। ମନବୋଧ 34ଟି ଭକ୍ତଚରଣ ଦାସଙ୍କର ଆହୁରି ମଥୁରାମଙ୍ଗଳ ଯେମିତି ଲୋକପ୍ରିୟ ହୋଇପାରିଛି, এই ମନବୋଧ 34 ମଧ୍ୟ ଓଡ଼ିଶାର ପୂର୍ବପଲ୍ଲୀରେ ଏବେ ମଧ୍ୟ ଜନମାନସରେ ଉଜ୍ଜୀବିତ ହୋଇକି ରହିଛି। ଘରେ ଘରେ ମଧ୍ୟ ଗାଁ ଗଣ୍ଡାରେ ଆପଣମାନେ ଶୁଣୁଥିବେ ମନବୋଧ 34ରୁ ଲୋକମାନେ ଗାଉଛନ୍ତି, କାହିଁକିନା ଏଇଠି ହେଉଛି ସଂସାର ବିମୁଖ ବା ସଂସାର ବିରାଗୀ କବିଙ୍କର ମନର ଚିନ୍ତା। ସମାଜକୁ ଦିଗ୍ଦର୍ଶନ ଦେବା, ନୈତିକ ଧାରାରେ ଉଦ୍ବୁଦ୍ଧ କରିବା ପାଇଁ କବି ଏ ସଂସାର ଅଳିକ ଅନିତ୍ୟ କ୍ଷଣଭଙ୍ଗୁର ସଂସାର, ଏ ଶରୀର ହେଉଛି ନଶ୍ୱର, ତେଣୁ ଆମେ ଭୋଗବିଳାସରେ ପ୍ରମତ୍ତ ନ ହେଇକିରି କିଭଳି ସେଇ ପରମାତ୍ମା ଭଗବାନ ନୀଳାଚଳ ବିହାରୀ ଶ୍ରୀ ଜଗନ୍ନାଥଙ୍କୁ ବା ପରମ ବ୍ରହ୍ମଙ୍କୁ ଆରାଧନା